ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ସକାଳୁ ଉଠିକି ମୋର କାମ ସାରିକି ଦହି ଚୁଡ଼ା ଖାଉଛି। ଖାଇ ଦେଇକି ଯିବି ଏବେ ଶିଶୁକୁ ନେଇକି ଆସିଲା କାମ ଆରମ୍ଭ ହେବ। ଆଉ ଦହି ଚୁଡ଼ା ଏଇଠି ଅଛି, ଦହି ମୁଢ଼ି, ଚୁଡ଼ା ନୁହେଁ ତ ଦହି ମୁଢ଼ି। ଫଟାଫଟ ଖାଇ ଦେଇକି ଯିବା, ଲେଟ୍ ହେଇଗଲାଣି। ଆମେ ଉଠି ନାହିଁ ଲେଟ୍, ପଳେଇବା ଜଲ୍ଦି ନେଇକି ପଳେଇ ଆସିବା, ଆସି କାମଟା କରିଦେବା। ଆଉ ଆମେ ଖାଇ ଦେଇକି ଯିବା। ଆଗକୁ କ'ଣ ହେବ କ'ଣ ନାହିଁ ସବୁ ଦେଖେଇବି ଆପଣମାନଙ୍କୁ। ମୋର ଏବେ ଖାଇବା ସରିଲା, ଏବେ ଡ୍ରେସ୍ ପିନ୍ଧିବି, ଯିବି। ଜଲ୍ଦି ଜଲ୍ଦି ଆସିଲେ ନେଇକି କାମଟା ସାରିଦେବା। ତାପରେ ମୋ ଶ୍ୱଶୁର ଆଜି ଆସିବେ ବୋଲି କହୁଥିଲେ, ଯଦି ଆସନ୍ତି ତାକୁ ପୁଣି ଯିବି ଆଣିବାକୁ। ଦେଖିବା, ଚାଲ ଘର କାମଟା ଦେଖିବା, କାମଟା କରିଦେବା। କାମଟା ସରିଲେ ଆସିଲେ ଫୋନ୍ କରିବେ, ତାକୁ ଯାଇକି ନେଇକି ଆସିବା। ଡ୍ରେସ୍ ପିନ୍ଧିବେ, ଫଟାଫଟ ପିନ୍ଧି ଦେଇକି ପଳେଇବା, ଲେଟ୍ କରିବା। ସଇଲା ଏବେ ଚାଲନ୍ତୁ, ଗାମୁଛାଟା ଏଇଠି ଅଛି, ଚାଲନ୍ତୁ ଯିବା। ଏବେ ସ୍କୁଟି ନାହିଁ, ଲୁନା ନେଇକି ଯିବା। ଆଉ ସେ ଝିଅକୁ ଧରିକି ଆସିବା, କାହିଁକିନା ସ୍କୁଟି ଆଜି ସେ ମାଲିକ ସକାଳ ଡ୍ୟୁଟି ପଡ଼ିଛି, ସେ ସ୍କୁଟି ନେଇକି ଯିବେ। ଆଜି ଲୁନା ନେଇକି ଯିବି। ଆଉ ଚାଲନ୍ତୁ, ଲୁନା ଚାବି ପୁରା ହେଲା, ଯିବା। ସେ ଝିଅକୁ ନେବା ବାଟ ଯାଉ ଯାଉ ଇଟିଲି ଦୋକା ଟିକେ ନେଇଗଲି, ତାଙ୍କ ଝିଅ ଖାଇବ ପଠେଇଥିଲେ ମାଲିକ ଇଟିଲି ଦୋକା ନେଇଗଲି। ଏବେ ଯିବା ନେଇକି ଆସିବା। ଆଉ ଚାଲ ଯିବା। ଝିଅଟାକୁ ଆଣିକି ପହଞ୍ଚି ଗଲି କମ୍ପାନୀରେ। ଏବେ ଯାଉଛି କାମ କରିବି। ଆଉ ଲୁନାଟାକୁ ନେଇ ଫେରେଇ ଦେଲି, ଟିକେ ପୁରା ମଇଦା ହେଇକି ପୁରା ଧଳା ହେଇଯାଇଥିଲା ଲୁନାଟା। ଭାଜାଭାଜି କରିଦେଲି ପାଣି ପକେଇକି। ଧଳା ହେଇକି ପୁରା ଖଣି ଲାଗିଲାନି, ମଇଦା ଲାଗିଲାନି। ଭେଦେଇ ଦେଲି, ଆଉ ପରେ ଧୋଇକି କାମ ସାରିଦିଏ। କାମ ସାରିଦିଏ, ତାପରେ ଆସିକି ଧୋଇବି। ଖାଲି ପାଣି ପକେଇକି ଭେଦେଇ ଦେଉଛି ଏବେ। ପାଣି ବି ହେଇଗଲା, ଏବେ ଯିବା ଚାଉମିନ ଗୁଡ଼ା କାଢ଼ିବା, କାଠସାରି ଆସିକି ଧୋଇବା। ହେଇଗଲା ଲୁନା, ଯିବା। ମୁଁ ଯେତେବେଳେ ତ ଗଲି କାମ କରିବାକୁ, ଶିବାନୀ ଶୋଇଥିଲା, ଦେଖିବା ଉଠିଲା କି ନାହିଁ। ବସିଛି ବାଥରୁମ୍। ଶିବାନୀ କ'ଣ କରୁଛୁ? ମିକୁ ସବୁ ତା ଭିତରେ ବସିଯାଇଛ? ସେତେବେଳେ ଉଠିଥିଲନି? ସେତେବେଳେ ଉଠିନା ଆଉ କ'ଣ 2 ଜଣ? ଏବେ ଉଠିଲ? 11ଟା ବାଜିଲାନି, ଆଜି 11ଟାରେ ଉଠିଲେନି। କ'ଣ କହିବ କହିଲ? ଏଇ ଖାଇବା କରୁଛୁ ନା କରୁନୁ? ଦହିବା 11ଟା ବାଜିଲାନି, କେତେଟା? 10ଟାରେ ଉଠିଛୁ। ଆଉ 10ଟାରେ ଉଠିଥିବୁ। ଆଉ କରିଛୁ ନା କରୁନୁ କିଛି ଖାଇବା? ମ୍ୟାଡ଼ାମ୍ ଆମର ଉଠିକି ଧୁଆଧୁଇ ଯେଉଁ ଗାଧୁଆ କରୁଛନ୍ତି। ହଁ, ବାସନ କୁସନ ପଡ଼ିଛି, ତାକୁ ଧୁଆଧୁଇ କରୁଛନ୍ତି। ତାପରେ ଆସିକି ଭଜା ଭାଜି ତାର ପଖାଳ ଖାଇବି। ଆଉ ପଖାଳ ଖାଇବାକୁ ଯାଇଥିଲି, ଦେଖିବା ଆଉ ମ୍ୟାଡ଼ାମ୍ ଗାଧୁଆ କରୁଛନ୍ତି। ଚାଲନ୍ତୁ ପଳେଇବା, ପୁଣି କାମ କରିବା। ତ ରହିଲେ ସେ ଡାକିବେ, ସରିଲେ ସେ ଡାକିବ, ତାପରେ ଆସିବା। ଆଉ ଚୁଡ଼ାମୁଡ଼ି ଖାଇକି ଯାଇଥିଲି ସକାଳେ। ଏବେ ଭୋକ ଲାଗିନି, ମାନେ ସେମିତି ହାଲକା ହାଲକା ଭୋକ ଲାଗୁଥିଲା, ପଳେଇ ଆସିଥିଲି। ଆମେ ଦେଖିବା ଉଠିଲେ କି ନାହିଁ। 2 ଜଣ ଶୋଇଥିଲେ, ଉଠି ସାରିଲେନି, ଗାଧୁଆ କରୁଛନ୍ତି। ସରୁ ମୋରି ସକାଳ ଖାଇକି ଯାଇକି ରଖିକି ଯାଇଥିଲି, ଥୁଆ ହେଇଛି ସେଠି, ଧୁଆଧୁଇ କରାହେଇନି। ଚାଲ ଯିବା। ଏବେ ଆହୁରି କାମ ଅଛି, ସାରିଦେଇକି ଆସିବା। ସେ ତାର କାମ ସାରୁ, ଡାକିଲେ ଆସିକି ଖାଇବା। ଆଉ ମିକୁ ଗାଧଉଛି ବି ତା ଭିତରେ। ମା ପୁଅ ମା ଛୁଆ 2 ଜଣ ବସିଛନ୍ତି ଭିତରେ। ଶିବାନୀ, ତୋ ବାପା ଆଜି ଆସିନା କ'ଣ କହୁଥିଲୁ? ଆଉ କେଉଁଦିନ?
କାଲି ପହରଦିନ କାଲି ମନା କରିବେ ଆସିବେନି, କାଲି କାମ ଅଛି ମୁଁ ଯାଇକି ବି ଆଣିପାରିବିନି, ବେକାର ଚାଲି ଚାଲି ଆସିବେ। କହିବେ ଯଦି ଆସିବେ ପହରଦିନ ଆସିବେ, କାଲି କହିବୁ ଆସିବେନି, ପହରଦିନ ଯାଇକି ଆସିବେ। ମୋର କାମ ଅଛି, ମୁଁ ଇଆଡ଼େ କାମ କରୁଥିବି, ମୁଁ ଛାଡ଼ିକି ଯାଇପାରିବି ତାଙ୍କୁ ଆଣିବାକୁ। ଆଉ ପହରଦିନ ଫାଙ୍କା ଅଛି, ସେ ଆସିଲେ ମୁଁ ଯାଇ ନେଇ ଆସିବି, ତାଙ୍କୁ କହିବି ପହରଦିନ ଆସିବି। ମୁଁ ଭାବୁଥିଲି ଆଜି ଆସିବେ ବୋଲି, ଦେଖୁନ ଆଜି ନୁହଁ ପହରଦିନ ଆସିବେ ବୋଧେ, ପହରଦିନ କି କାଲି ଆସିବି ମୁଁ ଜାଣିନି ଠିକ୍। ହଁ ଚାଲନ୍ତୁ ଯିବା, ଅଳ୍ପ କାମ ଅଛି କରିଦେଇକି ପଳେଇ ଆସିବେ, ସେ ଖାଇବା ଆଉ। ସେ ତାର କରୁ, କରିସାରୁ ଆସି ଡାକିବ ଖାଇବା ଆଉ। ନେବି ଦେ, କେଉଁଟା ନେବି? ଏଇଟା ଦେ। ହଁ କେଉଁଟା ନେବି? ବଢ଼ିଆ ନାଗୁଛି। ଏ ବସଛୁ କାହିଁକି, ଦଉନୁ ଖାଇବାକୁ। ଆଉ କେତେବେଳେ ଖାଇବା ଦେବୁ? ଭାଇ ଶୁଭୁନି କି? ହେଇ ନାହିଁ, ମୁଁ ଖାଇ ବୋଲିକି ଆଜି ଦୁଇଥର ଫେରିକି ଗଲି, ଏଥର ବି ହେଇନି ଖାଇବା। ଆଳୁ ଫାଳୁ ସିଝେଇ ନା ଭାତଟା ଏଠି ବସିଛି ଏବେ ଆଉ ଚାଉଳ ତ ପକେଇଲେ କୋଉଦିନ ଏତେ ଜଲ୍ଦି ଖାଇ କେଉଁ 12ଟା ବାଜିଲାନି, କେଉଁ ଏତେ ଜଲ୍ଦି? ମୋତେ ସକାଳ ମୁଢ଼ି ଚୁଡ଼ା ଖାଇଯାଇଥିଲି, ଭୋକ ଲାଗିଲାନି ଆଉ। 12ଟା ବାଜିଲା, ସବୁବେଳେ ତ ଲେଟ୍ କରିକି ଆସ। ଲେଟ୍ କରିକି ଆସେ। କିଏ ଜାଣିଛି ମୁଁ ଏତେ ଜଲ୍ଦି ଖାଇବ ବୋଲି। ତୁ ଉଠିଲୁ ମେନ୍ କଥା କହୁନୁ, କାଲି ରାତିରେ କହିଛି ରାତି ସାରା ମୋବାଇଲ୍ ଦେଖୁଛି 1:30ଟା ପର୍ଯ୍ୟନ୍ତ। କହିଲି ଶୋଇପଡ଼ ଜଲ୍ଦି ଉଠିବ, ଦେଖିଲା ବେଳକୁ ସକାଳୁ ଲେଟ୍ ଉଠୁଛି, ଖାଇବାକୁ ଦେଉନି। ଦୁଇଥର ଆସି ଫେରିକି ଗଲିନି ଖାଇବା ପାଇଁ, ଏତେବେଳେ ଖାଇବା ତାର ହେଇନାହିଁ। କ'ଣ କହିବ? ପୁଣି ଯିବି, ପୁଣି ଆଉ ଥରେ ଆସିବି ଆଉ। ଘୋଡ଼ା ତିଓ ପାଇଁ କ'ଣ ରାନ୍ଧିବି? ହେଇନି ହାଁ ଏବେ ତ ହେଇନି, ମୋର ଦିପହର ପାଇଁ ହବ କେତେବେଳେ। ଶୋଇକି ରହୁନୁ, ପୁରା ମାଡାମ୍ ହେଇଛି, ଖାଉଛି ଖାଲି ମୋବାଇଲ୍ ଦେଖୁଛି, ଶୋଉଛି। ମିକୁ ବାଡ଼େଇ ଗଲା? ବାଡ଼େଇଥିଲୁ କାହିଁକି? ହଉ ଥାଉ। ଆଉ କେତେ ସମୟ ଲାଗିବ? ଏ କଲରା ଭଜା ତ ଆମର କିଛି ହେଇନାହିଁ। କଲରା ଟାଇମ୍ ଲାଗିବ ଟିକେ। ଭାତ ଥୁଆ ହେଇଛି କିନ୍ତୁ ଭଜା ହେଇନାହିଁ, ଦୁଇଥର ଫେରିକି ଗଲିନି। ପାଣି ପିଇ ଦେଇକି ଯିବାକୁ ପଡ଼ିବ ଏଥର। 4ଟା ଡାକିବାକୁ ମୋ ରିଚାର୍ଜ ନାହିଁ, ହ୍ୱାଟ୍ସଆପ୍ରେ କଲ୍ କରିବି। ଖାଲି ହ୍ୱାଟ୍ସଆପ୍ରେ କଲ୍ କରିବ। ମୋର ରିଚାର୍ଜ ନାହିଁ, ଆଉ କଲ୍ କେମିତି କରିବି? ଡାଟା ଅନ୍ କରିଥିଲେ ସିନା କଲ୍ କରିବି। ଇଏ ତ ରୋଷେଇବାସ କରିନି, ଲେଟ୍ ହେବ, ଭଜା ତ ହେଉଛି, ପାଣି ମୁଁ ପିଇ ଦେଇକି ପଳାଏ, କାମ ସାରିକି ଆସେ। ଦ୍ୱିପହରେ ଖାଇବି ଆଉ, ସକାଳେ ପଖାଳ ଖାଇ ହେବନି ଆଜି। ଅନଉଛୁ କ'ଣ? ଟିକେ ଏମିତି ଲେଟ୍ ହେଇକି ସବୁ ତମେ ତ ମେସିନ୍ ଚଲେଇକି ତ ଆସିକି ଖାଉଛ 1, 1:30, 12:30 କେବେ ଯୋଉଦିନ ପ୍ୟାକିଂ ଥିବ ସେଇଦିନ 12ଟା 12:30 ଆସିକି ଖାଅ ପଖାଳଟା। ଆଉ ଯୋଉଦିନ ମେସିନ୍ ଚାଲିଥିବ ସେଇଦିନ 1, 1:30, ବେଳେ ବେଳେ 2ଟା ବି ହେଇଯାଏ ପଖାଳ ଖାଇଲା ବେଳକୁ। ପୁଣି ତ ଆସିକି ଖାଅ ଗରମ 3ଟା 4ଟା 5ଟା ବେଳକୁ। ଆଉ ଆଜି ପୁଣି କେମିତି ଖାଇବନି ଗରମଟା 3ଟା 4ଟା 5ଟା ବେଳକୁ? ଯେତେବେଳେ ହେଲେ ଲେଟ୍ ହେଲାନି, ଆଉ କ'ଣ ଖାଇବି? ଲେଟ୍ ହେଲାନି ବୋଲି କ'ଣ? କେତେ ଲେଟ୍ ହେଲାନି? ଲେଟ୍ ହେଇ ଧର 12ଟା ହବ, 12ଟାରେ ପଖାଳ ଖାଇଲେ କ'ଣ 3ଟା 4ଟାରେ ଆସିକି ଖାଇପାରିବନି କି 2ଟାରେ ଖାଇପାରିବନି ଆସିକି ଗରମ? ମୂଳରୁ ଖିଆ ହେଇନି, 2ଟା 3ଟା ମୂଳରୁ ଖିଆ ହେଇନି। ହଉ ହେଲା, ଯଦି 2ଟାରେ ପଖାଳ ଖାଇବ ଆସିକି 4ଟାରେ ପୁଣି ଖାଇବ ନା ନାଇଁ ଗରମ? ହଉ ଖାଉଛ ସବୁବେଳେ 1, 2ଟାରେ ଆସିକି ପଖାଳ ଖାଉଛ, ପୁଣି ଆଉଥରେ ଖାଉଛ ଗରମ। ଆଜି ଥରିଆ ଖାଇବି, ଆଜି ଭାତ ବସେଇକି ତାଙ୍କ ଫୁପୁଡ଼ା ହବ। ମିକୁ ଦେଲେ ମିକୁ ଖାଇଦେବ। ଲାଗିଗଲାଣି ତୋର? ହଁ ଭଲ ହେଇଛି, ମାମାଙ୍କ କାଢ଼ିବ। ତୁ ଏଠି କାହିଁ ଦୁଷ୍ଟ ହେଉଥିଲୁ? କାହିଁ ସେଠି କ'ଣ ପାଇଁ ଦୁଷ୍ଟ ହେଉଥିଲୁ? ସାଇଜ କରିକି କାଢି, ନହେଲେ ଭିଡ଼ି ହେଇକି ଭାଙ୍ଗିଯିବ। ଧୀରେ ଧୀରେ କାଢ, ଦେଖିକି କାଢ। ତ ଟାଣୁଛୁ ହାତଟା କାହିଁକି? ହାତଟା ପାଖକୁ ନା ଛାଡୁନି। ତୁ ଖାଲି ଲାଗୁଛୁ କାହିଁକି ଏଇ ଖଣ୍ଡିଆ ସାପଟାରେ? ପଇସା ମିଳିଲେ ଆଗ ଗୋଟେ ସପ ଆଉ ଗୋଟେ ବାଲ୍ଟି ନିହାତି ଆଣିବ। ମଣିଷ ଫଟା ବାଲ୍ଟି କେବେଠୁ କହି ଚଳୁଛି, ଏଇ ସପଟା କୁତୁରା ହେଇଗଲାଣି ଭାଜରେ। ସେଇଟା ବହୁତ ସମୟ ପରେ ବସି ଲାଷ୍ଟକୁ ଭାତ ଦେଲା, ଖାଇଲି। ଏବେ ଏ ଗୋଟିକ ଅଛି କଞ୍ଚା, ଆଉ ନାହିଁ। ଆଉ ଗୋଟେ ଅଛି ପାଚିଲା। ଫାଳେ ନିଅ, ଏଟା ବଡ। ହଁ ଦେ, ଫାଳେ ଦେ, ମୁଁ ଖାଇପାରିବିନି। କଞ୍ଚା ଲଙ୍କା ସଇଲାଣି, ଛୋଟ ଫାଳଟା ଦେ। ବହୁତ ସମୟରେ ବସି ଲାଷ୍ଟକୁ ଦେଲା ଭାତ ଖାଇବାକୁ।
ଭଜା ମାନେ ଟିକେ ହେଇ ଦର ସିଝା ଅଛି ଦେଇଦେଲା ଖାଇଦେଇ ପଳେଇବା। ତାପରେ ଆଉ ଆସିବିନି, ଏକାଥରେ ଯାଇକି କାମ ସାରିକି ଆସିବି। ବହୁତ ଥର ଆସିକି ଗଲିନି, ଆଉ ଭଜା ଭଜା କିଛି କରିଥିଲାନି, ଲେଟ୍ ହେଲାନି, ଏକାଥରେ ଯାହା ହେଇଥିଲା ନେଇ ଆଇଲି ଖାଇଦେବି ଯିବି। ଆଉ ଆସିବାର ନାହିଁ। ଦୁଷ୍ଟ ହେଉଛୁ ଏଠି ବସି, ଆଉ ଦୁଷ୍ଟ ହେଉଛି। ଶିବା ତା ରୋଷେଇବାସ କରିବ ଦ୍ୱିପହର ପାଇଁ, ଯାଇକି ପୁଣି ଖାଇଲା ବେଳକୁ 4ଟା 5ଟା ବେଳକୁ ଖାଇବେ। ଆଉ ଖାଇବିନି, ଖାଲି ଖାଇବା ପରେ ଦିନ କରିଦେବ। ଚାଲ ଯିବା ଖାଇଦେଇକି ଏବେ ଛାଡ଼ିକି ବାପ ପୁଅ ଯାଉଛୁ ଏବେ କାମ କରିବାକୁ। ଆମ ପୁଅ ବି ପଛରେ ଆଉଛି। ଚାଲ ଯିବା ଏବେ କାମ କରିବା। ଖିଆ ପିଆ ସରିଲା, କମ୍ପାନୀ ଭିତରୁ ପଳେଇ ଆଇଲିନି ଏବେ। ଆମ ପୁଅ ଯାଉଛି ଗୋଟେ କାମ। ଶିବାନୀ ଆମର ଏଠି ପାମ୍ପଡ଼ ଖାଉଛି, ଆମର ପୁଅର ମୋର ଖାଉଛୁ ଏଠି। ସିଏ ତାର ଖାଉନି, ଭାଙ୍ଗିକି ଗୁଣ୍ଡ କରୁଛି ସବୁ। ମୁଁ ଦୁଇଟା ନେଇଯାଇଛି, ଆଉ ଛାଣୁଛି ସେଠି ସିଏ। ଆମର ଆଜି ବନ୍ଧାକୋବି ଡାଲି ପାମ୍ପଡ଼ ଆଉ ଆଇଟମ୍ କରିଦେଇଛି ଗୋଟେ ଆଉ। ଖାଉନି ଖାଇଦେ। ଛଡ଼ା ସରୁଆ ଭାଙ୍ଗିଦେଲୁ ସବୁ ମିକୁଲୁ। ତମର ବି ନେଇକି ଭାଙ୍ଗିଦେଲାଣି ଯା। ଆଉ ନଷ୍ଟ କଲେ ରାଗ ଚିଡ଼ିବ ଜିନିଷଟା। ଖାଇଲେ ଭଲ, ନଷ୍ଟ କରିବ ନା। ଖାଇଦେବା ପାଖରୁ ପାମ୍ପଡ଼ ମୋର ଖିଆ ସରିଲା, ମୁଁ ଯାଉଛି ଏବେ। ସେ ତାର ରୋଷେଇ କରିଥାଉ, କହି ତାର ଖାଇବ। ତ ବାପା ଆଣିଥିଲେ ବା, ଏଇଟା ବିରି ପାମ୍ପଡ଼ ନୁହଁ ତ, କି ପାମ୍ପଡ଼ ଏଇଟା? ଚଣା ପାମ୍ପଡ଼। ଚଣା ମାନେ କେଉଁ ଚଣା ତିଆରି ହେଇଥିଲା? ଚଣା ମାନେ କି ଚଣା କେଜାଣି? ବୋଟ ଡାଲି, ବୋଟ ଚଣା କି ଏ ଯୋଉ ମଟର ଚଣା କି ଛୋଲା, କି ଚଣା କେଜାଣି ଗୋଟେ କୁହନ୍ତିନି ନା ଚଣା ପାମ୍ପଡ଼। ଏଇ ଚଣା ଆଉ ଚଣା ବୋଲେ କଣ ମନେ ପଡ଼ିଗଲା ଆଉ ଥରେ ତାର ବୋଧେ। ଖାଇବା ପିଇବା ସାରିକି ପଳେଇ ଆଇନି ତଳକୁ। ତାପରେ ଚାଉମିନ ଏତିକି ସେ ଝିଅ କହିକି ଯାଇଛି, ବସ୍ତା ବନ୍ଧା ହେଇନି, ମୁଁ ବାନ୍ଧିବି ସୂତା କାଟିକି ରଖି ସେଇଠି। ସାରିଲା ପରେ ତାପରେ ଏଗୁଡ଼ା ନେଇକି ଯିବି ମାଲ ଗୋଦାମ। ଅଣାଇଲେନି ମାଲ ଲୋଡ଼ ହେଇଛି। ଗୋଟେ ମାଲ ଲୋଡ଼ କରିଛି, ଗୋଟେ ବସ୍ତା ଲୁନା ରଖିଛି। ଆଉ ଏଠି ଏଇ 4-6ଟା ବସ୍ତା ନେଇକି ଯିବି ଆଉ। ଚାଲନ୍ତୁ ବାନ୍ଧିକି ନେଇକି ଯିବା, ବାହାରିକି ଯିବା ଗୋଦାମ ଏବେ। ଚାଉମିନ ବସ୍ତା ବାନ୍ଧିକି ଲୁନାରେ ପୁରା ରେଡ଼ି କରିଦେଲି, ଲୁନାରେ ବାନ୍ଧିଦେଲି ଭିଡ଼ିକି। ଏବେ ଚାଲନ୍ତୁ ଯିବା ଗୋଦାମ ବାହାରିବା ଏବେ। ଚପଲଟା ନାହିଁ, ଚପଲଟା ନେଇକି ଆସେ, ଖାଲି ପାଦ ତା ଷ୍ଟାର୍ଟ ମାରିବି, ସିଧା ଗୋଦାମ ଯିବି ଆଉ। ଚପଲଟା କେଉଁଠି ରହିଲା ମୋର? ଚପଲ ଏ ଭିତରେ କେଉଁଠି ଅଛି? ଏ ଭିତରେ କେଉଁଠି ଚପଲ ଅଛି? ପୁରା ହେଭି ଟାଇଟ୍ କରି ବାନ୍ଧି ଦେଇଛି। ଯିବା, ଚପଲ ମିଳୁନାହିଁ। ଏଇ ଚପଲଟା ନେଇକି ପଳେଇବା, ଏଇଟା ଗୋଟେ ଅଛି, ଏଇଠି ନେଇକି ପଳେଇବା ଚପଲଟା, ଆଉ କିଛି ନାହିଁ। ଚାଲନ୍ତୁ ଯିବା, ଉଠେଇବା, ତାଙ୍କୁ ମାଲିକ ଘର ଦେଖେଇଦେବା କେତେ ଟଙ୍କା ନେଲି ବସ୍ତା। ସେ ତାଙ୍କୁ ଲେଖିକି ରଖିଦେବେ, ସେ ତାର ପଳେଇବା। ଅଧା ବାଟ ଆସି ପହଞ୍ଚିଲେନି, ଆଉ ଅଳ୍ପ ବାଟ ଅଛି, ଯାଇ ଗୋଦାମରେ ପହଞ୍ଚିବା। ଚାଲନ୍ତୁ ଯିବା, ଅଧା ବାଟ ଛିଡ଼ା ହେଇଛି ଆଉ। ଗାଡ଼ିଟା ଘାଇଁ ଘାଇଁ ସବୁ ଆଉଛି। ଏଇଟା ଆମ ପାରାଦ୍ୱୀପ ରୋଡ଼ ଏଇଟା। ବି ପାଖାପାଖି ପହଞ୍ଚିବ। ମୋବାଇଲ ଧରିକି ଗାଡ଼ି ଚଲେଇ ଚାଉମିନ ପକେଇଲି। ଆମର ମଇଦା ଗୋଟେ ଧରିକି ଆଉଛି, ରହିଛି ତଳେ। ଆଉ ଭାଇଙ୍କର ନେଇକି ଯାଉଛି ତେଲ, ସବୁ ତେଲ ରାଗ ଗୋଟେ ତେଲ ଲିଟରିକିଆ। ସେ କହିଥିଲେ ଖାଲି ତ ରାସ୍ତା ଛିଡ଼ା ହେଇଛି, ପଳେଇ ଯିବା, ବର୍ଷା ବି ଉଠେଇଲାଣି। ଚାଲନ୍ତୁ ଯିବା ଆଉ।
ତେଲ କାର୍ଟୁନ ଗୁଡ଼ାକ ରହିଛି ଟିକେ ଚଲେଇବାକୁ ଅସୁବିଧା ହେଉଛି ଲୁନାଟା ଆଉ। ଚାଲନ୍ତୁ ପଳେଇଯିବା ମାନେ ବର୍ଷା ଉଠିଲାନି ସବୁ ଓଦା ହେଇଯିବ ତେଲ ଫେଲ ସବୁ ଓଦା ହେଇଯିବ ନଈରେ ପୁରା ଫୁଲ୍ ପାଣି। ରାସ୍ତା ଅଧାରେ ହେଇଥିଲି ସେଠି କହିଲି ମୁଁ ଜାଣିଛି ବର୍ଷା ହେବ କହିତେ ମାନେ ଅଧା ବାଟ ହେଇକି ଆସି ପହଞ୍ଚି ବର୍ଷା ହେଲା ଯେ ଏବେ ବି ବର୍ଷା ହେଉଛି। ଗୋଟେ ଗଛ ମୂଳରେ ରହିଯାଇଛି ଏଇ ଗଛ ଆମ୍ବ ଗଛ ମୂଳଟା ଆଉ ସେଠି ମଇଦା ଜରି ଘୋଡ଼େଇ ଦେଇଛି ଛିଡ଼ା ହେଇଛି ବର୍ଷା ଛାଡ଼ିଲେ ଜରି କାଢ଼ିକି ନେଇକି ଯିବି ଆଉ କାରଣ ଜରିଟା ବି ଓଦା ଅଛି ଆଗରୁ ବର୍ଷା ହେଇଥିଲା ତ ମୁଁ ଆଉ ଜରି ଶୁଖେଇ ଦେଲିନି ସେମିତି ପୁରେଇ ଦେଇଥିଲେ ଲୁନା ଭିତରେ ଓଦା ହେଇକି ରହିଛି ବର୍ଷା ଟିକେ ଛାଡ଼ିଲାନି ଆଉ। ଏଇଠୁ ଗଛଟା ଅଛି ଗୋଟେ ଶୁଖିଲା ରହିଛି ଜାଗା ଗୁଡ଼ା। ଏ ଭାଇ ଛିଡ଼ା ହେଇଥିଲେ ସିଏ ପଳେଇଲେ। ଚାଲନ୍ତୁ ଏବେ ଟିକେ ବର୍ଷା କମିଲା ଟିକେ ଜରି ଘୋଡ଼େଇକି ଯେଉଁ ଖୋଲିଦେବା। ତଥାପି ମାନେ ଆସିତେ ଓଦା ହେଇଗଲା ତେଲ ଓଦା ହେଇଗଲା ମଇଦା ବି ଓଦା ହେଇଗଲା ଜୋତା ପକେଇଛି ଏ ଜୋତା ବି ଓଦା ଅଛି। ବର୍ଷା ଛାଡ଼ିଲାନି ପଳେଇବା ଆଉ ଖୋଲିକି ଦେଇକି ନେଇକି ପଳେଇବା। ଚାଲନ୍ତୁ ଯିବା ଏବେ ବାଟ ଛିଡ଼ା ହେଇଛି ଏଇଠି ଗଛଟା ଅଛି ଶୁଖିଲା ଅଛି ନହେଲେ ସବୁ ବର୍ଷା ପଳେଇଯିବା ଚାଲନ୍ତୁ ଜଲ୍ଦି। ବର୍ଷା ଛାଡ଼ିଗଲା ଏବେ ଫଟାଫଟ ଜରି ଗୋଡ଼େଇ ପୁରେଇ ଦେବା ଲୁନା ଭିତରେ ପୁରେଇ ଦେଇକି ପଳେଇଯିବା। ଚାଲନ୍ତୁ ଜଲ୍ଦି ଯିବା ଆମେ ପୁଣି ବର୍ଷା ହେବା ଆଉ ଯାଇ ହେବନି ଫଟାଫଟ ପଳେଇ ଆମର ଗୋଟେ ମଇଦା ଆଉ ସେ ଭାଇଙ୍କୁ ରୋଷରୀ ଭାଇଙ୍କର ତେଲ ନେଇଯାଇଛି ଆଉ। ଚାଲନ୍ତୁ ପଳେଇଯିବା ପୁରା ରାସ୍ତା ଏଠି ପାଣି ଜମିଗଲା ପୁରା ପଳେଇ ଚାଲନ୍ତୁ ଯିବା ଯାଇ ଖାଇ ପିଇକି ରେଷ୍ଟ ନେବା ଆଉ। ଏଇଠି ଗଛ ଅଛି ବୋଲିକି ଏଠି ମଳେ ଶୁଖିଲା ଅଛି ମାନେ ଦେଖନ୍ତୁ ଆଗକୁ ପୁରା ଓଦା ପୁରା ପାଣି ଛିଡ଼ା ହେଇଛି ଦେଖନ୍ତୁ ଭାଇଙ୍କ ଘର ଏଇ ପାଖରେ ଅଛି ଦେଖିକି ପଳେଇବା ଆଉ। ଭାଇ ଘର ଏଇ ଆଗରେ ପାଖରେ ଭାଇଙ୍କ ଘରେ ପହଞ୍ଚିଗଲି ଏଇଠି ପୁରା ଦେଇ ଦେଇକି ପଳେଇବି ସିଧା ବୋଲୁ ଆସିଲେ ଗେଟ୍ ଖୋଲିଲେ ଦେଇଦେଇକି ତେଲଟା ଦେଇଦେଇକି ମୁଁ ପଳେଇବି ଆଉ ମଇଦା ନେଇକି ମୁଁ ପଳେଇବି। ଆସି ପହଞ୍ଚତେ ଓଦା ହେଇଗଲି ବର୍ଷା କାଚିଲା ଯେ ପୁରା ଓଦା ଏବେ ବି ବର୍ଷା ଜୋର ପକେଇବି ଆଉ ଲୁନାଟା ରଖିଦେଇଛି ମାନେ ମଇଦା ଲାଗିଥିଲା ତ ଭେଟୁଛି ଆଉ ଭେଟୁଟା ମୁଁ ଧୋଇଦେବି ସଫା ହେଇଯିବ ଲୁନାଟା ପୁରା ଓଦା ହେଇଯାଇଛି ମୁଣ୍ଡ ଫୁଣ୍ଡ ପୁରା ଓଦା ହେଇ ଯିବା ପ୍ୟାଣ୍ଟ ସାର୍ଟ କାଢ଼ିଦେବା ଆଉ ସାଙ୍ଗେ ସାଙ୍ଗେ ଛାଡ଼ି ଯାଇଥିଲା ସାଙ୍ଗେ ସାଙ୍ଗେ ମଇଦା ଆଣି ମଇଦାଟା ପକେଇଦେଲି ଜରି ଥିଲା ଘୋଡ଼େଇକି ମଇଦା ନେଇ ଆଇଲି ମଇଦା କିଛି ଓଦା ହେଲାନି କି ତେଲ କିଛି ଓଦା ହେଲାନି ପକେଇଦେଲି ତାପରେ ଲୁନା ମୋର ଭେଟିକି ମୁଁ ଯାଉଛି ଖାଇବା ପିଇବା କରିକି ଆସେ ତାକୁ ଥୋଇ ଦେବି ଭଲସେ ଆଉ।